এইটা ଆମର ଢେଙ୍କାନାଳ ସହରରେ ଗତ ବର୍ଷେ ହେବ ଗୋଟେ ଚେନ୍ ସ୍ନାଚିଂ ହେଉଥିଲା, ଯାହା ପାଇଁ ଆମ ଏସ୍ପି ମହୋଦୟଙ୍କ ନିର୍ଦ୍ଦେଶ ମତେ ଟାଉନ୍ ଆଇଏସ୍ସି ଆଉ ତାଙ୍କ ଟିମ୍ ଗୋଟେ ଟିମ୍ ଗଠନ ହୋଇକରି ସେମାନେ ବିଭିନ୍ନ ଜାଗାରେ ରେଡ୍ କଲେ ଓ ସିସିଟିଭି ଅନ୍ୟାନ୍ୟ ଜିନିଷ ତାକୁ ନେଇକି ଦେଖିକି ସେମାନେ ଜାଣିବାକୁ ପାଇଲେ ଯେ ଗୋଟେ ପାର୍ଟିକୁଲାର ଗୋଟେ ଗାଡ଼ି ଆଉ ଗୋଟେ ବ୍ୟକ୍ତି ସେ ଆସି ଚେନ୍ ସ୍ନାଚିଂ କରୁଛି। ସେଇ ଆଧାରରେ ସେମାନେ ଯାଇ ତାକୁ ଧରିବାକୁ ସକ୍ଷମ ହେଲେ ଓ ତା ପାଖରୁ 4ଟା ଚେନ୍ ଓ 2ଟି ଗୋଟେ ମଙ୍ଗଳସୂତ୍ର ତାଠୁ ଜବତି କଲେ ଓ ତା ସାଙ୍ଗରେ ଗୋଟେ ଇୟରିଂ ବି ଗୋଟେ ପେୟାର ଥିଲା, ସେଟା ମଧ୍ୟ ଜବତି କଲେ। ଆଉ ସେ ଯେଉଁ ବାଇକ୍ରେ ସେ ଆସିକି ଚେନ୍ ସ୍ନାଚିଂ କରୁଥିଲା ସେ ବାଇକ୍କୁ ମଧ୍ୟ ଜବତି କରିବାକୁ ସକ୍ଷମ ହୋଇଛନ୍ତି। ଢେଙ୍କାନାଳ ସାର୍ ବିଭିନ୍ନ ସାହିମାନଙ୍କୁ ବୁଲି ବୁଲି ସେ ଦେଖୁଥିଲା ଯେଉଁ ଲେଡ଼ି ଗୁଡ଼ାକ ସିଙ୍ଗିଲ୍ ଯାଉଛନ୍ତି, ଏକା ଅଛନ୍ତି, ତାଙ୍କୁ ସେ ଟାର୍ଗେଟ୍ କରୁଥିଲା, ତାଙ୍କୁ ଫଲୋ କରୁଥିଲା। ଫଲୋ କରି ତାଙ୍କ ବେକରୁ ସେ ଚେନ୍ ଟାଣିକି ନେଇଯାଉଥିଲା। ଆଗରୁ ତା ନାଁରେ କୌଣସି ମାମଲା ଅଛି ବା ସେମିତି କିଛି ଜଣାପଡ଼ୁଛି? ମାମଲା ତ ବହୁତ ଜାଗାରେ ଅଛି। ସେ ୟୁପିଡ଼ିରେ ବି 2ଟା କେସ୍ କରିଛି। ୟୁପିଡ଼ି ଆମର ଯେଉଁ କଟକ ଅଛି ସେଠି ବି 2ଟା କେସ୍ରେ ତାର ସମ୍ପୃକ୍ତି ଅଛି ଓ ବିଭିନ୍ନ ଜାଗାରେ ବି ତାର ସମ୍ପୃକ୍ତି ଥାଇପାରେ, ଯାହାକି ଆମର ତଦନ୍ତ ସାକ୍ଷେପ ଅଛି। ଜଣାପଡ଼ିଲେ ତାକୁ ମଧ୍ୟ ସେଇ ଜାଗାକୁ ସେ ଥାନାକୁ ଇନଫର୍ମେସନ୍ କରାଯିବ। ନା, ଇଏ ନିଜେ ଏକା ସବୁ କରୁଥିଲା, ସିଙ୍ଗିଲ୍ ହ୍ୟାଣ୍ଡେଡ୍ କରୁଥିଲା, ଏକା ଆସୁଥିଲା, ଏକା ଯାଇକି ସେ ଟାର୍ଗେଟ୍ କରିକି ସେ ଲେଡ଼ିସ୍ମାନଙ୍କୁ ଟାର୍ଗେଟ୍ କରିକି ତାଙ୍କଠୁ ଚେନ୍ ଛିନତାଇ କରୁଥିଲା। ଏଇଟା ପ୍ରାୟ ଆମର ତ 64 ଗ୍ରାମ ଖଣ୍ଡେ ଅଛି, 8.5 ଲକ୍ଷ ଟଙ୍କା ହେବ। ଜବତ ଗହଣା କୋଉଠି କରାଯାଇଛି? ଗହଣା ସବୁ ସେ କୋଉଠି କରାଯାଇଛି? ଜବତ ତା ପାଖରୁ ତା ଘରରୁ ସିଜ୍ କରାହେଇଛି। ସେ ସବୁ ଗହଣା ଗୁଡ଼ାକୁ ନେଇକି ତା ଘରେ ରଖିଥିଲା, ଯାହାକୁ ରେଡ୍ ସମୟରେ ସେଇଟା ପାଇବାକୁ ଇଏ ହେଇଛି। ଅନ୍ୟ ଲୋକର କାହାର ସମ୍ପୃକ୍ତି ଅଛି କି ନ ଅଛି ଆମେ ସେ ତଦନ୍ତ ଜାରି ରହିଛି। ଯଦି କାହାର ଆସିବ ତାହେଲେ ତାକୁ ମଧ୍ୟ ଧରିବାକୁ ଆମେ ଇଏ କରିବୁ। ଏଇଟା ଆମର ଢେଙ୍କାନାଳ ସହରରେ ଗତ ବର୍ଷେ ହେବ ଗୋଟେ ଚେନ୍ ସ୍ନାଚିଂ ହେଉଥିଲା, ଯାହା ପାଇଁ ଆମ ଏସ୍ପି ମହୋଦୟଙ୍କ ନିର୍ଦ୍ଦେଶ ମତେ ଟାଉନ୍ ଆଇଏସ୍ସି ଆଉ ତାଙ୍କ ଟିମ୍ ଗୋଟେ ଟିମ୍ ଗଠନ ହୋଇକରି ସେମାନେ ବିଭିନ୍ନ ଜାଗାରେ ରେଡ୍ କଲେ ଓ ସିସିଟିଭି ଅନ୍ୟାନ୍ୟ ଜିନିଷ ତାକୁ ନେଇକି ଦେଖିକି ସେମାନେ ଜାଣିବାକୁ ପାଇଲେ ଯେ ଗୋଟେ ପାର୍ଟିକୁଲାର ଗୋଟେ ଗାଡ଼ି ଆଉ ଗୋଟେ ବ୍ୟକ୍ତି ସେ ଆସି ଚେନ୍ ସ୍ନାଚିଂ କରୁଛି। ସେଇ ଆଧାରରେ ସେମାନେ ଯାଇ ତାକୁ ଧରିବାକୁ ସକ୍ଷମ ହେଲେ ଓ ତା ପାଖରୁ 4ଟା ଚେନ୍ ଓ 2ଟି ଗୋଟେ ମଙ୍ଗଳସୂତ୍ର ତାଠୁ ଜବତି କଲେ ଓ ତା ସାଙ୍ଗରେ ଗୋଟେ ଇୟରିଂ ବି ଗୋଟେ ପେୟାର ଥିଲା, ସେଟା ମଧ୍ୟ ଜବତି କଲେ। ଆଉ ସେ ଯେଉଁ ବାଇକ୍ରେ ସେ ଆସିକି ଚେନ୍ ସ୍ନାଚିଂ କରୁଥିଲା ସେ ବାଇକ୍କୁ ମଧ୍ୟ ଜବତି କରିବାକୁ ସକ୍ଷମ ହୋଇଛନ୍ତି। ଢେଙ୍କାନାଳ ସାର୍ ବିଭିନ୍ନ ସାହିମାନଙ୍କୁ ବୁଲି ବୁଲି ସେ ଦେଖୁଥିଲା ଯେଉଁ ଲେଡ଼ି ଗୁଡ଼ାକ ସିଙ୍ଗିଲ୍ ଯାଉଛନ୍ତି, ଏକା ଅଛନ୍ତି, ତାଙ୍କୁ ସେ ଟାର୍ଗେଟ୍ କରୁଥିଲା, ତାଙ୍କୁ ଫଲୋ କରୁଥିଲା। ଫଲୋ କରି ତାଙ୍କ ବେକରୁ ସେ ଚେନ୍ ଟାଣିକି ନେଇଯାଉଥିଲା। ଆଗରୁ ତା ନାଁରେ କୌଣସି ମାମଲା ଅଛି ବା ସେମିତି କିଛି ଜଣାପଡ଼ୁଛି? ମାମଲା ତ ବହୁତ ଜାଗାରେ ଅଛି। ସେ ୟୁପିଡ଼ିରେ ବି 2ଟା କେସ୍ କରିଛି। ୟୁପିଡ଼ି ଆମର ଯେଉଁ କଟକ ଅଛି ସେଠି ବି 2ଟା କେସ୍ରେ ତାର ସମ୍ପୃକ୍ତି ଅଛି ଓ ବିଭିନ୍ନ ଜାଗାରେ ବି ତାର ସମ୍ପୃକ୍ତି ଥାଇପାରେ, ଯାହାକି ଆମର ତଦନ୍ତ ସାକ୍ଷେପ ଅଛି। ଜଣାପଡ଼ିଲେ ତାକୁ ମଧ୍ୟ ସେଇ ଜାଗାକୁ ସେ ଥାନାକୁ ଇନଫର୍ମେସନ୍ କରାଯିବ। ନା, ଇଏ ନିଜେ ଏକା ସବୁ କରୁଥିଲା, ସିଙ୍ଗିଲ୍ ହ୍ୟାଣ୍ଡେଡ୍ କରୁଥିଲା, ଏକା ଆସୁଥିଲା, ଏକା ଯାଇକି ସେ ଟାର୍ଗେଟ୍ କରିକି ସେ ଲେଡ଼ିସ୍ମାନଙ୍କୁ ଟାର୍ଗେଟ୍ କରିକି ତାଙ୍କଠୁ ଚେନ୍ ଛିନତାଇ କରୁଥିଲା। ଏଇଟା ପ୍ରାୟ ଆମର ତ 64 ଗ୍ରାମ ଖଣ୍ଡେ ଅଛି, 8.5 ଲକ୍ଷ ଟଙ୍କା ହେବ। ଜବତ ଗହଣା କୋଉଠି କରାଯାଇଛି? ଗହଣା ସବୁ ସେ କୋଉଠି କରାଯାଇଛି? ଜବତ ତା ପାଖରୁ ତା ଘରରୁ ସିଜ୍ କରାହେଇଛି। ସେ ସବୁ ଗହଣା ଗୁଡ଼ାକୁ ନେଇକି ତା ଘରେ ରଖିଥିଲା, ଯାହାକୁ ରେଡ୍ ସମୟରେ ସେଇଟା ପାଇବାକୁ ଇଏ ହେଇଛି। ଅନ୍ୟ ଲୋକର କାହାର ସମ୍ପୃକ୍ତି ଅଛି କି ନ ଅଛି ଆମେ ସେ ତଦନ୍ତ ଜାରି ରହିଛି। ଯଦି କାହାର ଆସିବ ତାହେଲେ ତାକୁ ମଧ୍ୟ ଧରିବାକୁ ଆମେ ଇଏ କରିବୁ।